ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ପଣା ସଂକ୍ରାନ୍ତିରେ କିପରି ଆମେ ଧନର ମାଲିକ ହେଇପାରିବା। ସେହି ବିଷୟରେ ମା ଲକ୍ଷ୍ମୀ ନାରାୟଣଙ୍କୁ କ'ଣ ପୂଜା କଲେ ଆମକୁ ଧନ ପ୍ରାପ୍ତି ହୋଇପାରିବ, ତା ସହିତ ଭଗବାନ ହନୁମାନଙ୍କର ବି କିଛି ପୂଜା ପଦ୍ଧତି ଅଛି, ଯାହା କରିବା ଦ୍ୱାରା ଆମ ଘର ସଂସାର ଶୁଭ ହେବା ସହିତ ଜୀବନଟା ସବୁବେଳେ ହସ ଖୁସିରେ ରହିବ। ପଣା ସଂକ୍ରାନ୍ତି ଦିନ ଏକ ମୁଖ୍ୟ କାମ କଲେ ଆପଣଙ୍କ ଘରେ ମା ଲକ୍ଷ୍ମୀ ନାରାୟଣଙ୍କ ବାସ ହେବ, ଯାହା ଏହା ବହୁତ ଗୁରୁତ୍ୱ କଥା। ଲୁଣରେ ଏପରି ଏକ କାମ କରିବେ ଯାହା ଆପଣଙ୍କୁ ଧନୀ କରିଦେବ। ଦୁଇଟି ଏମିତି ଉପାୟ ମୁଁ କହିବି, ଯାହା ଆପଣ କଲେ ଦେଖିବେ ଆପଣଙ୍କ ଘରେ ଦରିଦ୍ରତା ଦୂର ହେବା ସହିତ ଘରେ ସୁଖ ଶାନ୍ତି ସବୁବେଳେ ରହିବ। ଏହାକୁ ଧ୍ୟାନର ସହିତ ଶୁଣନ୍ତୁ। ଏହି ବର୍ଷକରେ ଥରେ ହିଁ ସୁଯୋଗ ମିଳିଥାଏ। ଏହି ଦିନ, ଏହି ପଣା ସଂକ୍ରାନ୍ତି ଦିନ ହିଁ ଏହି ଉପାୟଟା କରିଲା ପରେ ଆପଣଙ୍କର ଘରେ ଧନର ଅଭାବ ହେବ ନାହିଁ। ଆପଣ ଏହି ପଣା ସଂକ୍ରାନ୍ତି ଦିନ କ'ଣ କରନ୍ତୁ ନା, ସନ୍ଧ୍ୟାବେଳେ ଏକ ନାଲି କପଡ଼ା ନେବେ। ଠାକୁରଙ୍କ ପାଖରେ, ମା ଲକ୍ଷ୍ମୀଙ୍କ ପାଖରେ ଏହି କପଡ଼ା ରଖିବେ। ଏହି କପଡ଼ାରେ କିଛି ଲୁଣ ରଖି ତାପରେ ଘିଅ ଦୀପ ଲଗାଇବେ ମା ଲକ୍ଷ୍ମୀଙ୍କ ପାଖରେ, ଏବଂ ତାପରେ ପୂଜା କରିଲା ପରେ ଆପଣ ଏହି କପଡ଼ାରେ ଲୁଣକୁ ଏକ ପୁଟୁଳା ଭାବରେ ବାନ୍ଧିଦେବେ। ଏବଂ ତାପରେ ଆପଣ କ'ଣ କରନ୍ତୁ ନା, ସେହି କପଡ଼ା ଯେଉଁ ପୁଟୁଳାଟିକୁ ଆପଣଙ୍କ ଶୋଇବା ଘରେ ଏକ ସ୍ଥାନରେ ପୁଟୁଳାକୁ ରଖିଦିଅନ୍ତୁ। ଏପରି ଆପଣ ଯଦି ଏହି ପଣା ସଂକ୍ରାନ୍ତିରେ କରନ୍ତି ସନ୍ଧ୍ୟା ଟାଇମ୍ରେ, ତାହେଲେ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ। ଦେଖିବେ ଆପଣଙ୍କର ଧୀରେ ଧୀରେ ସବୁ ପ୍ରକାର ଅସୁବିଧା ଦୂର ହେବା ସହିତ ଆପଣଙ୍କର ଘରେ ସୁଖ ଶାନ୍ତି ବଜାୟ ରହିବ। ଆଉ ଏକ କଥା ମଧ୍ୟ ସବୁଠାରୁ ମୂଲ୍ୟବାନ, ଅଧିକ ମନେ ରଖନ୍ତି, ଅଧିକ ଗୁରୁତ୍ୱପୂର୍ଣ୍ଣ କଥା, ଯେ ପଣା ସଂକ୍ରାନ୍ତି ଦିନ ହିଁ ଏହା କରିବାକୁ ପଡ଼େ। ଏହା କଲେ ମା ଲକ୍ଷ୍ମୀ, ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ଆପଣଙ୍କ ପ୍ରତି ସର୍ବଦା ରହିବ। ଏହି ଉପାୟ ମାନ ଶୁଣନ୍ତୁ। ପଣା ସଂକ୍ରାନ୍ତି ଦିନ ଯେକୌଣସି ସମୟରେ, କିନ୍ତୁ ସେଇ ପଣା ସଂକ୍ରାନ୍ତି ଦିନ ହିଁ ଆପଣ କରିବେ। କ'ଣ କରିବେ ନା, ଏହି ଦିନ ଆପଣ କିଛି ଲୁଣ ଆପଣଙ୍କ ହାତ ମୁଠାରେ ନେଇକି ଆପଣଙ୍କର ଘରର ସାମ୍ନା ଦୁଆର ମୁହଁରେ ଠିଆ ହେବେ ଏବଂ ମୁହଁକୁ କ'ଣ କରିବେ, ବାହାର ପଟକୁ, ମାନେ ଘରର ଅପୋଜିଟ୍ ସାଇଡ଼୍କି ମୁହଁ କରିକି ଠିଆ ହେବେ ଏବଂ ଭଗବାନ ନାରାୟଣଙ୍କର ସ୍ମରଣ କରିବେ। ତା ସହିତ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ଆପଣଙ୍କର ଦୁଃଖ ଜଣାଇବେ ଏବଂ ତାପରେ ସେଇ ଲୁଣ ମୁଠାକୁ ଧରି ଘର ଚାରିପଟ ବୁଲିବେ। ଥରେ ବୁଲିଲା ପରେ ପୁଣି ସେଇ ଯେଉଁ ଜାଗାରେ ଠିଆ ହେଇଥିଲେ ଘରର ଦୁଆର ମୁହଁ ସାମ୍ନାରେ, ସେଇ ବାହାର ପଟକୁ ମୁହଁ କରି ପୁଣି ନମସ୍କାର କରି ମା ଲକ୍ଷ୍ମୀ ଓ ଭଗବାନ ନାରାୟଣଙ୍କୁ ପୁଣି ସେଇ ଲୁଣ ମୁଠାକୁ ଆପଣ ବାହାରକୁ ଫୋପାଡ଼ି ଦେବେ। ଯଦି ଏହିପରି ଆପଣ ଏହି ପଣା ସଂକ୍ରାନ୍ତିରେ କରନ୍ତି, ତାହେଲେ ଆପଣଙ୍କର ଘରେ ସବୁ ପ୍ରକାର ଦୁଃଖ ଦୂର ହେବା ସହିତ ଧନରେ ଆପଣଙ୍କ ଘର
ପରେ ପୁରୀ ଉଠିବ। ତା ସହିତ ଦାରିଦ୍ରତା ରହିବ ନାହିଁ। ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଆପଣଙ୍କ ଘରେ ବାସ କରିବେ। ତାପରେ ଚାଲନ୍ତୁ ଜାଣିବା ଭଗବାନ ହନୁମାନଙ୍କର ପୂଜା କଲେ ଆମର କ'ଣ ଦୁଃଖ ଦୂର ହେବ। ଅନ୍ଧାରର ଦୁଇଟି କରିବାକୁ ଦୀପ ଦାନ କରନ୍ତୁ। ଜୀବନ ଆଲୋକିତ ହେବା ସହିତ ନାଲି ପତାକା ସଫଳତାର ଶୀର୍ଷରେ ପହଞ୍ଚିବାକୁ ମନ୍ଦିର ଯୋଡ଼ାରେ ଲଗାନ୍ତୁ। ବଜରଙ୍ଗୀଙ୍କ ଏହି ଚମତ୍କାରୀ ଉପାୟ ନିୟମ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରି ଲାଲ ବସ୍ତୁ ପିନ୍ଧନ୍ତୁ। ଲାଲ ପ୍ରକାର ବସ୍ତ୍ର ହିଁ ପିନ୍ଧିବା ଉଚିତ। ନିୟମ 2ରେ ଗୁଆରେ ନାଲି ସୂତା ବାନ୍ଧି ଶ୍ରୀରାମ ନାମ ଜପ କରି ହନୁମାନଜୀଙ୍କୁ ଅର୍ପଣ କରନ୍ତୁ। ନିୟମ 3 ଓಂ ହନୁମତେ ନମଃ ଜପ କରି ମନର ଇଚ୍ଛାକୁ ଭଗବାନଙ୍କ ପାଖରେ ଜଣାନ୍ତୁ। ଦେଖିବେ ଆପଣଙ୍କର ମନର ଇଚ୍ଛା ଆପଣଙ୍କ ମନସ୍କାମନା ପୂରଣ ହେବ। ଭାଗ୍ୟ ବଦଳାଇ ଦେଲା ଭଳି ଗୋଟିଏ ଆପଣ କିଛି କରିବେ ଯେ ଗୋଟିଏ ଗୁଆ ମାତ୍ର 7ଟି ମଙ୍ଗଳବାରରେ ଆପଣ ଏହି କାମ କରିବେ ଯାହା ଆପଣଙ୍କ ଅଧୁରା ରହିଥିବା ମନୋକାମନା ପୂର୍ଣ୍ଣ ହେବ। ବର୍ଷ ବର୍ଷ ଅପେକ୍ଷା ଶେଷ କରିଦେବ। 7 ସପ୍ତାହ ଯାଏଁ ସେହି ସବୁ ଜିନିଷ ସେଇଠି ରଖନ୍ତୁ। ପ୍ରତି ମଙ୍ଗଳବାରରେ ଏହା କରିବେ। 7 ସପ୍ତାହ ଯାଏଁ ସେହି ସବୁ ଜିନିଷକୁ ଗୋଟେ ଜାଗାରେ ରଖି ପ୍ରତି ମଙ୍ଗଳବାରରେ ଚମେଲି ତେଲରେ ଦୀପ ଲଗାଇ ଭଗବାନଙ୍କ ପାଖରେ ଜଳାନ୍ତୁ। ହନୁମାନଙ୍କୁ ତୁଳସୀ ମାଳ ଯଦି ଆପଣ ଚଢ଼େଇବେ ଆପଣଙ୍କର ଧନର ଅଭାବ କେବେ ବି ହେବ ନାହିଁ। ଭଗବାନଙ୍କ ପାଖରେ ଶ୍ରୀରାମଙ୍କର ନାମ ଜପ କଲେ ଆପଣ ସବୁ ପ୍ରକାର ଆପଣଙ୍କର ରିଷ୍ଟ ଖଣ୍ଡନ ହେବ। ହନୁମାନ ନିଜର ସାରା ଶରୀରରେ ସିନ୍ଦୁର ଲଗାନ୍ତି। ଏହା ତାଙ୍କର ଅତି ପ୍ରିୟ ଜିନିଷ ଏବଂ ତା ସହିତ ତାଙ୍କର ପ୍ରିୟ ହେଲା ବୁନ୍ଦି ବା ବେସନ ଲଡ଼ୁ। ଏହାରେ ଭୋଗ ଲଗାଇଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। 17 ନମ୍ବର ହନୁମାନଙ୍କୁ ମିଠା ପାନ ଅର୍ପଣ ଯଦି ଆପଣ କରୁଛନ୍ତି ତାହେଲେ ଜୀବନର ସବୁ ପ୍ରକାର ରୋଗ ଅଧୁରା ସବୁ ପ୍ରକାର ରୋଗ ଏବଂ ଦୂର ହୋଇଥାଏ। ତା ସହିତ ହନୁମାନଙ୍କୁ ସବୁଠାରୁ ପ୍ରିୟ ହେଉଛି ପ୍ରଭୁ ଶ୍ରୀରାମଙ୍କର ନାମ ସଂକୀର୍ତ୍ତନ। ତାହେଲେ ଏହା ଆପଣ ଯଦି କରନ୍ତି ଆପଣଙ୍କର ଘର ସହିତ ଆପଣଙ୍କର ସବୁ ପ୍ରକାର ଦୁଃଖ ଦୂର ହେବ। ନମସ୍କାର, ଜୟ ଜଗନ୍ନାଥ। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ଦୟାକରି ଭିଡ଼ିଓଟି ଲାଇକ୍ ସେୟାର କରିବା ସହିତ ଆପଣ ହାଇ ପଏଣ୍ଟକୁ ଦେବେ। ନମସ୍କାର, ଜୟ ଜଗନ୍ନାଥ। ଆପଣ ସମସ୍ତେ ଭଲରେ ରୁହନ୍ତୁ। ଆଜିର ଏହି ଭିଡ଼ିଓଟି ମୁଁ ଏଇଠି ରଖୁଛି। ତା ସହିତ ଆଜିର ପଣା ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ ପାଇଁ ଅଭିନନ୍ଦନ। ନମସ୍କାର, ଜୟ ଜଗନ୍ନାଥ।